ଛେନାପୋଡ଼ ଆଜିର ରେସିପି ଆମ ଓଡ଼ିଶାର ଫେମସ୍ ମିଠା ଛେନାପୋଡ଼ ପ୍ରସ୍ତୁତ କରିବି। ନମସ୍କାର, ଆପଣ ସମସ୍ତ ମୋ ଚ୍ୟାନେଲକୁ ସ୍ୱାଗତ। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଏହି ଛେନାପୋଡ଼ ଖାଇବାକୁ ପସନ୍ଦ କରନ୍ତି। ଆସନ୍ତୁ ଏବେ ଏହି ଛେନାପୋଡ଼ ତିଆରି କରିବା। ଛେନାପୋଡ଼ ପାଇଁ ପ୍ରଥମେ ଛେନା ଦରକାର। ମୁଁ କ୍ଷୀର ବସାଇ ଉତରେଇ ନେଉଛି। ଗୋଟେ ଲେମ୍ବୁ ଆଉ ପାଣି ଦେଇ ତା ରସ ପ୍ରସ୍ତୁତ କରିଛି, ତା ଉପରେ ଦେଇ ଛେନା ତିଆରି କରିବା। ଛେନାକୁ ଛାଣି ନେବା। ଛେନାର ପାଣି ଅତି ଚିପୁଡ଼ିବା ନାହିଁ। ଛେନା ପାଣି ଛେନା ସାଙ୍ଗରେ ମିଶିକି ରହିଲେ ଛେନାପୋଡ଼ ଭଲ ହେବ। ମୁଁ 750 ଗ୍ରାମ ଛେନା ନେଇଛି। ଗୋଟିଏ ମିକ୍ସଚର ଜାରରେ 10ରୁ 11ଟି ଗୁଜୁରାତି, ହାଫ୍ କପ୍ ଚିନି ଦେଇ ତାକୁ ପାଉଡ଼ର କରି ନେଇଛି। ଛେନାପୋଡ଼ ଭଲ ଭାବେ ବାନ୍ଧିବା ପାଇଁ ମୁଁ 3 ଚାମଚ ସରୁ ଦାନା ସୁଜି ଦେଇଛି। ଗ୍ରାଇଣ୍ଡ କରି ରଖିଥିବା ଗୁଜୁରାତି ଆଉ ଚିନିର ପାଉଡ଼ର ଦେଇ ହାତରେ ଭଲ ଭାବେ ଗୋଳାଇ ନେଇଛି। ଛେନାପୋଡ଼ର ଟେଷ୍ଟ ଆଉ ବାସ୍ନା ପାଇଁ ଗୋଟେ ଚାମଚ ଦେଶୀ ଗାଈ ଘିଅ ଦେଇ ଗୋଳାଇ ନେଇଛି। ଛେନାପୋଡ଼ ବସିବା ପାଇଁ ଗୋଟେ ଟିନ୍ ନେଇଛି, ସେଥିରେ ତେଲ ଗ୍ରୀଜ୍ କରି ନେଇଛି। ଛେନାକୁ ଯେଉଁ ଗୋଳାଇ ରଖିଥିଲି ଟିନ୍ରେ ଦେଇଦେବା। ଏହି ପୋଡ଼ ବସିବା ପାଇଁ ଆପଣ ଓଭନରେ ବି ବସାଇ ପାରିବେ। ମୁଁ କିନ୍ତୁ ଗ୍ୟାସରେ ଏକ ପ୍ୟାନ୍ ବସାଇ ଲୁଣ ଦେଇ ପ୍ରି ହିଟ୍ କରିଛି। ତାପରେ ଷ୍ଟାଣ୍ଡ ଦେଇ କେକ୍ ଟିନ୍ କି ବା ଯେଉଁ ଛେନାପୋଡ଼ ଦେଇଛି ସେଇଟାକୁ ବସାଇ ଗରମ କରିବା। ଢାଙ୍କୁଣୀ ବାହାର କରି ଦେଖିବା ଆମର ଛେନାପୋଡ଼ ପ୍ରସ୍ତୁତ ହୋଇଯାଇଛି। ଆପଣଙ୍କୁ ମୋ ଭିଡ଼ିଓଟି ପସନ୍ଦ ଆସିଲେ ଲାଇକ୍, ସେୟାର, କମେଣ୍ଟ କରିବେ। ନୂଆ ହେଇଥିଲେ ମୋ ଚ୍ୟାନେଲରେ ସବସ୍କ୍ରାଇବ୍ କରିବା ଭୁଲିବେନି, ଅନୁରୋଧ ରହିଲା। ସୁନ୍ଦର ଦେଖାଯାଉଛି ଛେନାପୋଡ଼, ଆଖିକି ବହୁତ ସୁନ୍ଦର, ପାଟିକି ବହୁତ ଭଲ ଲାଗିବ। ଛେନାପୋଡ଼ ଆମର ପ୍ରସ୍ତୁତ ହୋଇଯାଇଛି। ନରମ ସ୍ୱାଦିଷ୍ଟ ହେଇଛି। ପାଟିରେ ପକାଇଲେ ଏ ଛେନାପୋଡ଼ ମିଳାଇଯିବ। ଆଉ ଏକ ନୂଆ ଭିଡ଼ିଓ ନେଇ ଆସିଲେ ଆପଣଙ୍କ ସହିତ ମୋର ସାକ୍ଷାତ ହେବ। ସେ ପର୍ଯ୍ୟନ୍ତ ରହିଲି।